ଲଳିତା ବାହାଘର ପରେ ପ୍ରଥମ କରି ବାପ ଘରକୁ ଆସିଥିଲା। ମୁହଁରେ ଅଳ୍ପ ଅଳ୍ପ ଲାଜ, ହେଲେ ଭିତରେ ସୁଖ ନଥିବା ପରି ଅନୁଭବ କରୁଥିଲେ ବାପଘର ଲୋକ। କିନ୍ତୁ କେହି କିଛି ପଚାରି ପାରୁନଥିଲେ ଲଳିତାକୁ। ଏମିତି 15 ଦିନ ବିତିଗଲା। ଶାଶୁ ଘରୁ ଖବର ଆସିଲା, ବୋହୂକୁ ଏଥର ପଠାଅ। ବାହା ଝିଅ ବାପ ଘରେ ନ ରହି ଶାଶୁ ଘରେ ରହିଲେ ଦୁଇ କୂଳକୁ ସୁନ୍ଦର। ହେଲେ ଲଳିତା ଶାଶୁଘର ଯିବା କଥା ଶୁଣି କାନ୍ଦିଲା, ଆଉ ଭାଉଜକୁ କହିଲା ବାପା ମାଙ୍କ ସହିତ ଆଉ କିଛି ଦିନ କଟାଇ ଶାଶୁ ଘରକୁ ଫେରିଯିବ। ଅବଶ୍ୟ ଏକଥାରେ ପରିବାର ଲୋକ ବ୍ୟସ୍ତ ନ ହୋଇ ଆଉ କିଛି ଦିନ ଶାଶୁଘରୁ ସମୟ ଆଣିଲେ। ହେଲେ ବିଚିତ୍ର କଥା, ଲଳିତା ଖାଇ ପିଇ ଦେଇ ବାପାଙ୍କ ସାଙ୍ଗରେ ଯାଇ ବାଡ଼ିପଟ ଅଧା ଭଙ୍ଗା କୁଡ଼ିଆରେ ମାଟି କଣ୍ଢେଇ ତିଆରି କଲା। ଏକଥା ଦେଖି ଘରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ଯେଉଁ ଝିଅ ବାହାଘର ପୂର୍ବରୁ କାମ ଶିଖିବା ପାଇଁ କହିଲେ ଛିଲୋ ହାତରେ ମାଟି ଲାଗିବ କହି ଦୂରେଇ ଯାଉଥିଲା, ସେ ଆଜି ବାହା ହୋଇସାରିବା ପରେ ମାଟି ନଟପଟ ହୋଇ କଣ୍ଢେଇ କାମ ଶିଖିବାର କାରଣ କ'ଣ? ବାପାଙ୍କ ହାତ ଗଢ଼ଣଠାରୁ ଲଳିତା ହାତରେ ଗଢ଼ା କଣ୍ଢେଇ ଅଧିକ ଆକର୍ଷଣୀୟ ଆଉ ଅଧିକ ସୁନ୍ଦର ହୋଇ ଉତୁରି ଆସିଲା। ଲଳିତାର ବାପା ଯେତେବେଳେ ସେହି କଣ୍ଢେଇ ସବୁକୁ ନେଇ ହାଟକୁ ବିକ୍ରି କରିବାକୁ ଗଲେ, ସେ ସବୁ ସାଙ୍ଗେ ସାଙ୍ଗେ ବିକ୍ରି ହୋଇଗଲା। ତାପରେ ମଧ୍ୟ ମାଟିରେ ତିଆରି ବିଭିନ୍ନ ପ୍ରକାର ଦିଅ ଦେବତା ବରାଦ ଆସିଲା। ସେ ସବୁ ଦିଅ ଦେବତାମାନଙ୍କୁ ଲଳିତା ବହିରେ ଥିବା ଛବି ଦେଖି ତିଆରି କଲା। ଖୁବ୍ କମ୍ ଦିନ ମଧ୍ୟରେ ଲଳିତା ଏହି କଳା କୌଶଳରେ ନିପୁଣ ହୋଇଗଲା, ଯାହାଫଳରେ ଅନ୍ୟ ସହରରୁ ତା ପାଖକୁ ମାଟି ମୂର୍ତ୍ତି ପରି କାମ ବରାଦ ଆସିଲା। ଏମିତି ବରାଦର ପରିମାଣ ବଢ଼ିଗଲା ଯେ ଲଳିତାକୁ ଖାଇବାକୁ କି ଶୋଇବାକୁ ସମୟ ଅଣ୍ଟିଲା ନାହିଁ। ଖାଲି ମୂର୍ତ୍ତି ଗଢ଼ା ଆଉ ମାଟି କଣ୍ଢେଇ ତିଆରି କରିବାର ସେ ମଗ୍ନ ରହିଲା। ଲଳିତାର ଏମିତି କାର୍ଯ୍ୟଦକ୍ଷତା ଦେଖି ତାଙ୍କ ଜିଲ୍ଲାର ହସ୍ତକଳା ଓ ଶିଳ୍ପ ଉନ୍ନୟନ ଅଧିକାରୀ ନିଜେ ଆସି ଏକ 10 ଜଣିଆ 6 ମାସିଆ ଟ୍ରେନିଂ ସେଣ୍ଟର ଦେଇ ଅନ୍ୟ ପିଲାଙ୍କୁ ଶିକ୍ଷା ଦେବା ପାଇଁ ଅନୁରୋଧ କଲେ ଏବଂ ଟ୍ରେନିଂ କାର୍ଯ୍ୟକ୍ରମ ସରିବା ପରେ ବ୍ୟାଙ୍କ ଋଣ ମଧ୍ୟ ପ୍ରଦାନ କରିବାକୁ ପ୍ରସ୍ତାବ ଦେଲେ। ହେଲେ ସେଇଠି ଲଳିତାର ବାପା ଘନଶ୍ୟାମ ରୋକ ଲଗାଇ ଋଣ ପାଇଁ ମନା କରିଦେଲେ। ସେଇଠୁ ଆରମ୍ଭ ହେଲା ଏକ ବିବାଦ ଆଉ ଅବିଶ୍ୱାସର ଭାବ। ଲଳିତା ବାପଘରେ ରହିବା ସେତେବେଳକୁ 1 ବର୍ଷ ହୋଇଗଲାଣି। ଶାଶୁଘର ଲୋକଙ୍କର ଘନ ଘନ ତାଗିଦ ଯେ ବୋହୂ ଯଦି ଏଇ ସପ୍ତାହ ଭିତରେ ଆମ ଘରକୁ ନ ଆସେ, ତେବେ ଆମେ ଆମ ପୁଅକୁ ଅନ୍ୟତ୍ର ବାହା କରିଦେବୁ। ସେତେବେଳକୁ ଆମକୁ ଆଉ ଦୋଷ ଦେବେ ନାହିଁ। ଲଳିତାର ବାପା ଘନଶ୍ୟାମ ଶାଶୁଘରକୁ ନ ଯିବା ପାଇଁ କାହିଁକି ଝିଅ ଅମଙ୍ଗ ହେଉଛି ବୁଝିବା ପାଇଁ ବୋହୂକୁ ଦାୟିତ୍ୱ ଦେଇ ଭାରି ଚିନ୍ତାରେ ରହିଲେ। ମନରେ ଅନେକ କିଛି ଅମଙ୍ଗଳ କଥା ଭାବିବାକୁ ଲାଗିଲେ। ଲଳିତା କ'ଣ ଆଉ କାହାକୁ ଭଲ ପାଉଛି କି? ସେଇ ଆଳରେ ଶାଶୁଘରକୁ ନ ଯିବା ପାଇଁ ମାଟି କଣ୍ଢେଇ କାମ ଶିଖିଲା। ବ୍ୟାଙ୍କ ଲୋନ୍ ଆଣି ସଂସ୍ଥା ବଢ଼ାଇବା ପାଇଁ କାହିଁକି ମନ ବଳାଇଛି? ହେଲେ ବାପାଙ୍କର ଉଦାସୀନତା ଦେଖି ମୁହଁ ଖୋଲିଲା ଲଳିତା। ବାପା, ବାହାଘର ବର୍ଷକ ଭିତରେ ତମ ଜ୍ୱାଇଁ ଦିନକ ପାଇଁ ଆମ ଘରକୁ ଆସିଛନ୍ତି କି? ବାପା କହିଲେ, କଥା କ'ଣ ନା, ସେମାନେ କହୁଛନ୍ତି ପିଲାଛୁଆ ନ ହେବା ପର୍ଯ୍ୟନ୍ତ ଆମ ଆଡ଼େ ଅଛି ଜୋଇ ଶ୍ୱଶୁର ଘରକୁ ଯାଏ ନାହିଁ। ଲଳିତା କହିଲା, ବାପା, ଏହା ସମ୍ପୂର୍ଣ୍ଣ ମିଛ। ତମେ ମୋତେ ତୋଳା କନ୍ୟା କରି ଛାଡ଼ିଦେଲ। ଶାଶୁଘରେ ମୋର ବାହାଘର ହେଲା, ହେଲେ ବାହାଘର ପରେ ଜାଣିଲି ତମ ଜ୍ୱାଇଁ ଯାହାକୁ ମୋତେ ବାହା ଦେଇଛ ସେ ଅନ୍ଧ। ତାଙ୍କର 2ଟି ଯାକ ଆଖିକୁ ଆଦୌ ଦେଖାଯାଉ ନାହିଁ। ଏହା ଜାଣିବା ପରେ ମୋ ପାଦ ତଳୁ ମାଟି ଖସିଗଲା। ମୋ ଛାତି ଭିତରେ ଭୂମିକମ୍ପ ହେଲା। କ'ଣ କରିବି କିଛି ବି ଭାବିପାରିଲି ନାହିଁ। ଏମିତିରେ 15 ଦିନ ବିତିଗଲା। ମୋ ବଡ଼ ଯା 15 ଦିନ ପରେ କହିଲେ, ତମ 2 ଜଣଙ୍କୁ ଆମେ ଆଉ ବେଶୀ ଦିନ ଖାଇବାକୁ ଦେଇପାରିବୁ ନାହିଁ। ତୁ ତ ବାପାଙ୍କୁ କହି ଚଳିବା ପାଇଁ ଗୋଟେ କିଛି ବ୍ୟବସ୍ଥା କର। ନୂଆ ବୋହୂ ଭାବେ ଶୁଣିବା ଛଡ଼ା କିଛି ବି ଉତ୍ତର ଦେବାର ସାହସ ନଥିଲା ମୋ ପାଖରେ। ତଥାପି ପଦେ ପଚାରିଦେଲି ଯା'ଙ୍କୁ ମୋର, କାହିଁକି ମୋ ବାପାଙ୍କୁ ମିଛ କହି ମୋତେ ଆପଣଙ୍କ ଅନ୍ଧ ଦିଅରକୁ ବାହା କରିଦେଲ? ମୁଁ ଏବେ କରିବି କ'ଣ? ହେଲେ ମୋ ଯା ଦୁଃଖ ପ୍ରକାଶ କରିବା ବଦଳରେ କହିଲେ, ମଲା କାଳି କୁଚୁ କୁଚୁ ଦାନ୍ତୁରିଟାକୁ ଏଇନା ରାଜକୁମାର ମିଳିଥାନ୍ତା। ଯାଉନୁ ବିଷ ଖାଇ ମରିଯିବୁ, ନଚେତ୍ ସ୍ୱାମୀକୁ ଧରି ବଡ଼ ଦାଣ୍ଡକୁ ପଳା, ଭିକ ମାଗି ଚଳିବୁ। ହେଲେ ବାପା, ସେଦିନ ଏସବୁ କଥା ତୁମକୁ ନ ଜଣାଇ ମନର କଥା ମନରେ ରଖି କୌଶଳରେ ତମ ପାଖକୁ ଫେରି ଆସିଲି। ଆସିବା ବେଳେ କହିଥିଲି ମୋ ବାପାଙ୍କଠାରୁ ମୁଁ କିଛି ପଇସା ନେଇ ଆସିଲେ ଆମେ ଦୁହେଁ ଏକ ପାନ ଦୋକାନ କରି ଚଳିବୁ। କିନ୍ତୁ ବାପା, ଏବେ ସତ କହୁଛି, ମୁଁ ଏବେ ସେଠାକୁ ଯିବାକୁ ଚାହୁଁନି। ଯଦି ତମ ଜ୍ୱାଇଁ ସ୍ତ୍ରୀ ଭାବି ମୋ ପାଖକୁ ଫେରନ୍ତି, ତେବେ ମୁଁ ତାଙ୍କୁ ପାଖରେ ରଖିବି, ହେଲେ ସେଠାକୁ ଆଉ ଯିବି ନାହିଁ। ଘନଶ୍ୟାମ ଝିଅ ଲଳିତାଠାରୁ ସବୁ କଥା ଶୁଣି ଦୁଃଖରେ ଭାଙ୍ଗି ପଡ଼ିଲେ ଏବଂ ଏକ ବିଷାଦ ଭରା କଣ୍ଠରେ କହିଲେ, ଭାଇ ଭାଉଜ ଘରେ ତୁ କେତେ ଦିନ ରହିପାରିବୁ? ଲଳିତା ସାଙ୍ଗେ ସାଙ୍ଗେ ଉତ୍ତର ଦେଲା, କାହିଁକି ବାପା? ଆଇନ ତ କହୁଛି ବାପା ସମ୍ପତ୍ତିରେ ପୁଅ ଝିଅ ଉଭୟଙ୍କୁ ସମାନ ଅଧିକାର ମିଳିବ। ଯଦି କିଛି ଅସୁବିଧା ହେବ ମୁଁ ରୋଜଗାର କରି ଭାଇକୁ କିଛି ପଇସା ଦେଇଦେବି। 2 ହାତେ ଜାଗା ଦେଲେ ମୁଁ କୁଡ଼ିଆଟେ କରି ରହିବି ବାପା,
ହେଲେ ସେଠାକୁ ଆଉ ଯିବି ନାହିଁ। ସମୟର ସୁଆଦରେ ଅନେକ କିଛି ପରିବର୍ତ୍ତନ ହୋଇଗଲା। ଲଳିତାକୁ ବ୍ୟାଙ୍କ ଲୋନ୍ ସହିତ ସରକାରୀ ଜାଗା ମଧ୍ୟ ମିଳିଲା। ସରକାରୀ ଅନୁଦାନରେ ସୁନ୍ଦର ଅନୁଷ୍ଠାନଟିଏ ଗଢ଼ି ହୋଇଗଲା। କେତେ କେତେ ଝିଅ ବୋହୂ ସେଠାରେ କାମ ପାଇ ଆତ୍ମନିର୍ଭରଶୀଳ ହୋଇ ସୁଖରେ ଜୀବନ ବିତାଇ ପାରିଲେ। ଲଳିତା ନାମ ଅନୁସାରେ ଲଳିତା କଳା ମାଟି କଣ୍ଢେଇ କେନ୍ଦ୍ର ବୋଲି ଅନୁଷ୍ଠାନର ନାମ ରହିଲା। ଲଳିତାକୁ ଝୁରି ଝୁରି ଲଳିତାର ଅନ୍ଧସ୍ୱାମୀ ଦୀନବନ୍ଧୁ ମଧ୍ୟ ସେଠାରେ ଆସି ପହଞ୍ଚିଗଲା। ସ୍ତ୍ରୀର କାର୍ଯ୍ୟକଳାପରେ ଆତ୍ମବିଭୋର ହୋଇ ଅନ୍ଧ ଦୀନବନ୍ଧୁ ହାତ ଯୋଡ଼ି ଲଳିତାକୁ କହିଲା, ହେ ଦେବୀ, ପୂଜ୍ୟ ମହିୟସୀ, କେମିତି ତୁମର ଗୁଣଗାନ କରିବି? ହେଲେ ଯୋଡ଼ ହସ୍ତରେ ପ୍ରଣାମ କରି ଅନୁରୋଧ କରୁଛି ଯେ ଏ ଅଭାଗାକୁ ଟିକେ ଆଶ୍ରୟ ଦିଅ ତମ ପାଖରେ। କଣ୍ଢେଇ ତିଆରି ନ କରିପାରିଲେ ବି କଣ୍ଢେଇ ତିଆରି ପାଇଁ ମାଟି ତ ଚକଟି ପାରିବି। ଏତେ ଲୋକଙ୍କୁ କାମ ଦେଇଛ, ମତେ ଟିକେ ଦୟା କର। ଲଳିତା ଭାବବିହ୍ୱଳ ହୋଇ ସ୍ୱାମୀକୁ କୁଣ୍ଢେଇ ପକେଇ କହିଲା, ତୁମେ ମୋର ସ୍ୱାମୀ, ଇହକାଳ ପରକାଳର ଦେବତା। ତମେ ମୋ ଭାଗ୍ୟ ଓ ଭବିଷ୍ୟତ। ତମର ସିନା ଆଖି ନାହିଁ, ହେଲେ ଏଡ଼େ ବଡ଼ ଭାଗ୍ୟଟେ ଅଛି ଯେ ଯାହା ବଳରେ ମୁଁ ଆଜି ଏତେ ବଡ଼ କଳାକ୍ଷେତ୍ରକୁ ଯାଇପାରିଛି। ଏ ଅନୁଷ୍ଠାନର ମୁଁ ମା, ହେଲେ ତମେ ଯେ ବାପା। ତେଣୁ ଏ ଅନୁଷ୍ଠାନ ଆଜିଠାରୁ ଏକ ବାପାର ପରିପୂର୍ଣ୍ଣତା ପାଇଲା। ଆଜିଠାରୁ ତୁମେ ଏଇ ଚୌକିରେ ବସି ଏ ଅନୁଷ୍ଠାନକୁ ତଦାରଖ କରିବ। ବିଭିନ୍ନ ସ୍ଥାନରେ ଅନେକ ସଭା ସମିତିରେ ଭାଷଣ ଦେବାକୁ ପଡ଼ୁଥିଲା ଲଳିତାକୁ। ତା ଜୀବନ କାହାଣୀ ଶୁଣି ଅନ୍ୟମାନେ ଉତ୍ସାହିତ ହେଉଥିଲେ। ଏକ ସଭାରେ କହୁ କହୁ ଲଳିତା କହିଦେଲା ଯେ ମୁଁ ଦେଖିବାକୁ ଏତେ ଅସୁନ୍ଦର ଥିଲି ଯେ ଯେଉଁଥିପାଇଁ ଦର୍ପଣ କେବେ ଦେଖୁନଥିଲି। ସେଇଥିପାଇଁ ନିଜ ଭିତରେ ଶପଥ ନେଲି, ମୁଁ ମୋ ବାପାଙ୍କ ହସ୍ତକଳାକୁ ଏମିତି ସୁନ୍ଦର ଭାବରେ ଗଢ଼ି ତୋଳିବି ଯେଉଁଥିରେ ମୋ ଅସୁନ୍ଦରପଣ ଲୁଚିଯିବ। ଆଜି ତାହା ହିଁ ହେଲା। ମୋତେ ସମସ୍ତେ ଡାକୁଛନ୍ତି କଣ୍ଢେଇ ଦିଦି। ସେଇ ମାଟି କଣ୍ଢେଇ ଭିତରେ ମୁଁ ଫେରି ପାଇଛି ମୋ ସୁନ୍ଦରପଣ ଆଉ ମୋ ସ୍ୱାମୀଙ୍କ ଅନ୍ଧର ପରିପୂର୍ଣ୍ଣତା। ତେଣୁ ମୋ ମାଟି ମହାନ, ଆଉ ମୋ ମାଟି କଣ୍ଢେଇ ବି ମହାନ। ଆପଣମାନେ ଶୁଣୁଥିଲେ ମନୋରମା ମିଶ୍ରଙ୍କ ଲିଖିତ ଗୋଟେ କାହାଣୀ ମାଟି କଣ୍ଢେଇ।